Happy New Year 2025. Best wishes. God bless everybody. ମୁଁ ନଗେଶ୍ୱର ସ୍ୱାମୀ ହଂସବାଡ଼ି ଶିଶୁ ମନ୍ଦିରର ପୂର୍ବତନ ଗୁରୁଜୀ। ମୁଁ ବର୍ତ୍ତମାନ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଆଲୋକ ପଞ୍ଚମ ଅଧ୍ୟାୟରେ ଥିବା ଆଲୋକ ବିଷୟଟିକୁ ପଢ଼ିବାକୁ ଯାଉଛି। ତ ଆଲୋକ ବିଷୟରେ ପ୍ରଥମେ ମୁଁ କହିବି ଯେ ଆଲୋକର ଆବଶ୍ୟକତା କେତେବେଳେ। ବସ୍ତୁକୁ ଦେଖିବା ପାଇଁ ଆଲୋକର ଆବଶ୍ୟକତା ରହିଛି। ଆଲୋକ ହେଲେ ଆମେ ସବୁକିଛି ଜିନିଷକୁ ଦେଖିପାରିବା, ଆଉ ଅନ୍ଧାରରେ ଆମେ କିଛି ଦେଖିପାରିବା ନାହିଁ। ତ ଅନ୍ଧାରକୁ ଦୂରୀଭୂତ କରିବା ପାଇଁ ଆମେ ବିଭିନ୍ନ ବ୍ୟବସ୍ଥା କରନ୍ତି, ଯେପରିକି ଡିବି ଜଳାନ୍ତି, ଟର୍ଚ୍ଚ ଲାଇଟ୍ ବ୍ୟବସ୍ଥା କରନ୍ତି, ମହମବତୀ ଜଳେଇକି ଅନ୍ଧକାରକୁ ଦୂରୀଭୂତ କରନ୍ତି ଏବଂ ବିଦ୍ୟୁତ୍ ଲାଇଟ୍ ବ୍ୟବହାର ମଧ୍ୟ କରନ୍ତି। ତେଣୁ ଆଲୋକ ହେଲେ ଆମେ ସବୁ କିଛିକୁ ଦେଖିପାରିବା। ତ ବର୍ତ୍ତମାନ ଆଲୋକ ବିଷୟରେ ବହୁତ କିଛି କଥା ଅଛି। ଆମେ ଜାଣିବା ଯେ ଆଲୋକ ବିଭିନ୍ନ ପଦାର୍ଥକୁ ଦେଖିବାରେ ସାହାଯ୍ୟ କରୁଛି। ଆଲୋକ ନଥିଲେ ଆମେ କୌଣସି ବି ଜିନିଷ ଅନ୍ଧାରରେ ଦେଖିପାରିବା ନାହିଁ। ବର୍ତ୍ତମାନ ଏଇଠି ଗୋଟେ ଚିତ୍ର ଦେଇଛି, ମାନେ ଚିତ୍ରଟିକୁ ମଧ୍ୟ ଦେଖିପାର। ଏଟା ଷ୍ଟ୍ରିଟ୍ ଲାଇଟ୍ ଓ ରିଫ୍ଲେକ୍ଟର। କ'ଣ ନା ରାସ୍ତାରେ ଥିବା ବତୀ ଖୁଣ୍ଟ ମଧ୍ୟ ଆଲୋକର ଏକ ଉତ୍ସ, ଯାହାକି ରାତିରେ ସଡ଼କ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରେ। ଏହି ବତୀ ଗୁଡ଼ିକ ଅତି ଉଚ୍ଚରେ ଥିଲେ ମଧ୍ୟ ବସ୍ତୁକୁ ଦେଖିବାରେ ସାହାଯ୍ୟ କରେ ଓ ଏହି ଆଲୋକର ବସ୍ତୁର ଛାୟା ସୃଷ୍ଟି ହୁଏ ନାହିଁ, ଫଳରେ ରାସ୍ତା ପରିଷ୍କାର ଭାବରେ ଦେଖାଯାଏ। ତ ବର୍ତ୍ତମାନ କେଉଁ ବସ୍ତୁକୁ ଆଲୋକରେ ଦେଖିହେବ ଆଉ କେଉଁ ବସ୍ତୁ ଦେଖ, ଗୋଟେ ହେଉଛି ବସ୍ତୁ ତିନି ପ୍ରକାର ବା ପଦାର୍ଥକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ସ୍ୱଚ୍ଛ ପଦାର୍ଥ, ଆଉ ଗୋଟେ ଅସ୍ୱଚ୍ଛ ପଦାର୍ଥ, ଆଉ ଗୋଟେ ଅଳ୍ପ ସ୍ୱଚ୍ଛ ପଦାର୍ଥ। ସ୍ୱଚ୍ଛ ପଦାର୍ଥ କ'ଣ ନା ଯେଉଁ ପଦାର୍ଥ ମଧ୍ୟ ଦେଇ ଆଲୋକ ଗତି କରିପାରେ ସେଗୁଡ଼ିକୁ ସ୍ୱଚ୍ଛ ପଦାର୍ଥ କହନ୍ତି। ଯେପରି କାଚ ହେଲା ଗୋଟେ ସ୍ୱଚ୍ଛ ପଦାର୍ଥ, ଚଷମା ମଧ୍ୟ ଗୋଟେ ସ୍ୱଚ୍ଛ ପଦାର୍ଥ, ପାଣି ସିଏ ମଧ୍ୟ ସ୍ୱଚ୍ଛ ପଦାର୍ଥ। ତାପରେ ଅସ୍ୱଚ୍ଛ ପଦାର୍ଥ କାହା କହିବା ନା ଯେଉଁ ପଦାର୍ଥ ମଧ୍ୟ ଦେଇ ଆଲୋକ ଆଦୌ ଗତି କରିପାରେ ନାହିଁ, ତାହା ହେଉଛି ଅସ୍ୱଚ୍ଛ ପଦାର୍ଥ। ଯେମିତିକି ଖପରା, କାଗଜ, କାର୍ଡ଼ବୋର୍ଡ଼ ଇତ୍ୟାଦି ହେଲା ଅସ୍ୱଚ୍ଛ ପଦାର୍ଥ। ଆଉ ଯେଉଁ ପଦାର୍ଥ ମଧ୍ୟ ଦେଇ ଆଲୋକ ଅଳ୍ପ ଅଳ୍ପ ଆସେ ତାହାକୁ କହନ୍ତି ଅଳ୍ପ ସ୍ୱଚ୍ଛ ପଦାର୍ଥ। ଯେମିତିକି ପତଳା ପ୍ଲାଷ୍ଟିକ, ତେଲ ଲଗା କାଗଜ, ରଙ୍ଗୀନ କାଗଜ ଇତ୍ୟାଦି। ବର୍ତ୍ତମାନ ଆମେ ଆଲୋକର ଗତି ସମ୍ବନ୍ଧରେ ଜାଣିବା। ଆଲୋକ ସବୁବେଳେ ପାଇଁ ସରଳ ରେଖାରେ ଗତି କରେ। ରାତିରେ ଗୋଟେ ମୋଟର ଗାଡ଼ିରୁ ଆସୁଥିବା ଆଲୋକକୁ ଯଦି ଦେଖିବା, ଟର୍ଚ୍ଚ ଲାଇଟ୍ରୁ ଆସୁଥିବା ଆଲୋକ ଉତ୍ସରୁ ଆଲୋକ ସବୁ ଦିଗକୁ ସରଳ ରେଖାରେ ଗତି କରେ। ଏହାକୁ କହନ୍ତି ଆଲୋକ ରଶ୍ମି। ଆଉ ରଶ୍ମିମାନଙ୍କର ସମାହାରକୁ କହନ୍ତି ଆଲୋକ ଗୁଚ୍ଛ। ବର୍ତ୍ତମାନ ଛାୟା ବିଷୟରେ ଟିକେ ଜାଣିବା। କ'ଣ ନା ଆଲୋକ ଆଗରେ ଯଦି କୌଣସି ଅସ୍ୱଚ୍ଛ ବସ୍ତୁଟିଏ ରଖିବା, ତାର ଛାୟା ସୃଷ୍ଟି ହେବ। ଆଲୋକ ଆଗରେ କୌଣସି ଅସ୍ୱଚ୍ଛ ବସ୍ତୁ ରଖିଲେ ସେ ବସ୍ତୁର ଛାୟା ସୃଷ୍ଟି ହେବ। ଛାୟା ଭୂମିରେ ପଡ଼ିପାରେ କିମ୍ବା ଗୋଟେ ପରଦା ଉପରେ ମଧ୍ୟ ପଡ଼ିପାରେ। ଆଉ ଛାୟାର ଆକାର ଆଲୋକ, ଅସ୍ୱଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ।
ପ୍ରତିଫଳନ ପୃଷ୍ଠ ବିଷୟରେ ଜାଣିବା। ଯେ ଆମେ ଜାଣିଛନ୍ତି ଦର୍ପଣରେ ଆମ ମୁହଁ ଦେଖାଯିବ। ଦର୍ପଣ ପ୍ରତିବିମ୍ବ ଦର୍ପଣ ଭିତରେ ଆମର ଦେଖାଯାଉଛି। ଦର୍ପଣ ଆଗରେ ଯେକୌଣସି ବସ୍ତୁଟିଏ ରଖିଲେ ତାହାର ପ୍ରତିବିମ୍ବ ଦର୍ପଣରେ ଦେଖିପାରିବା। ପୋଖରୀ କୂଳରେ ଥିବା ଗଛ, ଘର ପ୍ରଭୃତିର ପ୍ରତିବିମ୍ବ ପାଣିରେ ଦେଖିଥାଉ। ଦର୍ପଣ ଓ ପାଣି ପ୍ରଭୃତି ପ୍ରତିଫଳନ ପୃଷ୍ଠ। ଯେମିତି ଦର୍ପଣ ହେଲା ଗୋଟେ ପ୍ରତିଫଳନ ପୃଷ୍ଠ, ପାଣି ବି ଗୋଟେ ପ୍ରତିଫଳନ ପୃଷ୍ଠ, କାରଣ ଏଥିରେ ପ୍ରତିବିମ୍ବ ଦେଖାଯାଉଛି। ଏହି ପୃଷ୍ଠ ଉପରେ ଆଲୋକ ପଡ଼ିଲେ ଆଲୋକର ପ୍ରତିଫଳନ ହୁଏ ଓ ପ୍ରତିବିମ୍ବ ଗଠନ ହୁଏ। ପ୍ରତିବିମ୍ବ ବର୍ତ୍ତମାନ ରନ୍ଧ୍ର କ୍ୟାମେରା କଥା ମୁଁ କହୁଛି। ଦେଖ, ରନ୍ଧ୍ର କ୍ୟାମେରା କଥା କ'ଣ ନା, ଆଲୋକ ଏକ ସରଳରେଖାରେ ଗତି କରେ ବୋଲି ଆମେ ଜାଣିଛନ୍ତି। ତ ଆଲୋକ ଏକ ସରଳରେଖାରେ ଯଦି ଗତି କରେ ବୋଲି ରନ୍ଧ୍ର କ୍ୟାମେରାରେ ବସ୍ତୁର ସଳଖ ଆଉ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ। ଆଉ ଥରେ କହୁଛି, ଆଲୋକ ଏକ ସରଳ ରେଖାରେ ଗତି କରେ ବୋଲି ରନ୍ଧ୍ର କ୍ୟାମେରାରେ ବସ୍ତୁର ସଳଖ ଓ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ। ବୁଝିଲ କି? ବର୍ତ୍ତମାନ ଆଉ ଅଳ୍ପ ଅଛି, ଏଟା ବିଷୟବସ୍ତୁଟି ସରିବା ଉପରେ। ରାସ୍ତାର ଦୁଇ ପାର୍ଶ୍ୱ ଓ ସଡ଼କ ବିଭାଜନ ଗୁଡ଼ିକରେ ପ୍ରତିଫଳକ ଗୁଡ଼ିକ ଧାଡ଼ିରେ ରହିଥାଏ। ଏହି ପ୍ରତିଫଳକ ଗୁଡ଼ିକ ରାତିରେ ଯାନବାହନ ଗୁଡ଼ିକୁ ରାସ୍ତାର ଉଚ୍ଚତା ଜଣାଇବା ସହ ଗତିପଥ ଓ ଦିଗ ସମ୍ବନ୍ଧରେ ସୂଚନା ଦେଇଥାଏ। ଗାଡ଼ି ଚାଳକ ପାଇଁ ସମ୍ମୁଖରେ ଥିବା ଦର୍ପଣଟି ଚାଳକର ତୃତୀୟ ନୟନ ରୂପେ କାର୍ଯ୍ୟ କରେ। ପଛରୁ ଆସୁଥିବା ଯାନବାହନ ଗୁଡ଼ିକର ନିର୍ଦ୍ଦିଷ୍ଟ ଦୂରତାକୁ ନିରୂପଣ କରିବାରେ ଏହା ସାହାଯ୍ୟ କରିଥାଏ। ଫଳରେ ଗାଡ଼ି ଚାଳକ ପଛରୁ ଆସୁଥିବା